ଓମ୍ ଶାନ୍ତି। ମନୋବଳ ବୃଦ୍ଧି କରିବା ପାଇଁ କିଛି ସମୟ ମନର ସଂକଳ୍ପ ଓ ବିକଳ୍ପଗୁଡ଼ିକୁ ବିରାମ ଦେଇ ନୀରବତାରେ ରହିବାର ଅଭ୍ୟାସ କରନ୍ତୁ। ଯେଉଁମାନେ ମହାନ ହୋଇଥାନ୍ତି ସେମାନେ ମହିମା ପ୍ରତି କୌଣସି ଆଶା ରଖନ୍ତି ନାହିଁ, ବରଂ ସେମାନେ ଏଭଳି ଉତ୍ତମ କର୍ମ ସମ୍ପାଦନ କରନ୍ତି ଯେ ମହିମା ସ୍ୱତଃ ପ୍ରଚାରିତ ହୋଇଯାଏ। ଆମର ଅକ୍ଲାନ୍ତ ପରିଶ୍ରମ ଓ ପ୍ରଚେଷ୍ଟା ସତ୍ତ୍ୱେ ଯେଉଁ କାର୍ଯ୍ୟ ଆମର ଇଚ୍ଛା ଅନୁଯାୟୀ ସମ୍ପୂର୍ଣ୍ଣ ହୁଏ ନାହିଁ, ତାହା ପ୍ରକୃତରେ ଈଶ୍ୱରଙ୍କ ଇଚ୍ଛାରେ ହୋଇଥାଏ ଏବଂ ଏହା ନିଶ୍ଚିତ ଯେ ଈଶ୍ୱରଙ୍କ ଦ୍ୱାରା ନିର୍ଦ୍ଧାରିତ କାର୍ଯ୍ୟ ସର୍ବଦା ମଙ୍ଗଳମୟ ହିଁ ହୋଇଥାଏ। ଧନବାନ ହେବାର କୌଣସି ନିର୍ଦ୍ଦିଷ୍ଟ ସଂଜ୍ଞା ନଥାଏ। ସ୍ନେହ କରୁଥିବା ବନ୍ଧୁ, ଦୁଃଖ ବୁଝୁଥିବା ପଡ଼ୋଶୀ ଏବଂ ସମ୍ମାନ ଦେଉଥିବା ସମ୍ପର୍କୀୟ, ଏସବୁ ମଧ୍ୟ ସମ୍ପତ୍ତିର ଗୋଟିଏ ଗୋଟିଏ ରୂପ। ଆଜିଠାରୁ ଆମେ ଏଭଳି ପ୍ରକୃତ ସମ୍ପତ୍ତିକୁ ନିଜ ଜୀବନରେ ସାଇତି ରଖିବା। ଜୀବନରେ ଆମେ ବିଭିନ୍ନ ସ୍ୱଭାବର ମଣିଷକୁ ଭେଟିଥାଉଁ। କେହି ଆମକୁ ସ୍ନେହ ଆଦର କରନ୍ତି ତ ଅନ୍ୟ କେହି ଅବହେଳା ଆଉ କେହି କେହି ନକାରାତ୍ମକ ଦୃଷ୍ଟିକୋଣ ମଧ୍ୟ ରଖିଥାନ୍ତି। ଅନ୍ୟର ଚିନ୍ତାଧାରାକୁ ପରିବର୍ତ୍ତନ କରିବା ଆମ ସାମର୍ଥ୍ୟର ନଥାଇପାରେ, ପରନ୍ତୁ ନିଜ ଭାବନାକୁ ସକାରାତ୍ମକ ଓ ପବିତ୍ର ରଖିବା ନିଶ୍ଚୟ ଆମର ନିଷ୍ପତ୍ତି। ଯେତେବେଳେ ଆମେ ସମସ୍ତଙ୍କ ପାଇଁ ନିଷ୍କପଟ, ପବିତ୍ର ଓ ମଙ୍ଗଳମୟ ଚିନ୍ତାଧାରା ରଖିବା, ସେତେବେଳେ ଆମର ଆନ୍ତରିକ ଜଗତ ଅତ୍ୟନ୍ତ ହାଲୁକା ହୋଇଯାଇଥାଏ। ଏହା ମନର ସମସ୍ତ ବୋଝକୁ ଦୂର କରିଦିଏ। ଏହି ଶୁଭ ଭାବନା କେବଳ ଆତ୍ମିକ ଶକ୍ତି ପ୍ରଦାନ କରେ ନାହିଁ, ବରଂ ଏହାର ଶକ୍ତିଶାଳୀ କମ୍ପନ ଅନ୍ୟର କଠୋର ହୃଦୟକୁ ମଧ୍ୟ କୋମଳ କରିବାର କ୍ଷମତା ରଖେ। ଆଜି ଆପଣ ଅନ୍ୟର ଉନ୍ନତି ପାଇଁ କେହି ଶୁଭ ଭାବନା ରଖିବେ। ପ୍ରାର୍ଥନା କରିବା ସମୟରେ ମନୁଷ୍ୟ ଭାବିନିଏ ଭଗବାନ ଶୁଣନ୍ତି, କିନ୍ତୁ ନିନ୍ଦା କରିବା ସମୟରେ ଭୁଲିଯାଏ। ପୁଣ୍ୟ କରିବା ସମୟରେ ମନୁଷ୍ୟ ଭାବିନିଏ ଭଗବାନ ଦେଖନ୍ତି, କିନ୍ତୁ ପାପ କରିବା ସମୟରେ ଭୁଲିଯାଏ। ଦାନ କରିବା ସମୟରେ ମନୁଷ୍ୟ ଭାବିନିଏ ଭଗବାନ ସର୍ବତ୍ର ବିଦ୍ୟମାନ, କିନ୍ତୁ ଚୋରି କରିବା ସମୟରେ ଭୁଲିଯାଏ। ପ୍ରେମ କରିବା ସମୟରେ ମନୁଷ୍ୟ ଭାବିନିଏ ସମଗ୍ର ଦୁନିଆ ଭଗବାନଙ୍କ ଦ୍ୱାରା ନିର୍ମିତ, କିନ୍ତୁ ଘୃଣା କରିବା ସମୟରେ ଭୁଲିଯାଏ। ଅର୍ଥ ନଥିଲେ ମଣିଷ ଭଗବାନଙ୍କୁ ଡାକେ, ଆଉ ଅତ୍ୟଧିକ ଅର୍ଥ ପାଇଗଲେ ସେହି ମଣିଷ ନିଜକୁ ଭଗବାନ ଭାବେ। କ୍ଷମା ମାନେ ଦୁର୍ବଳତା ନୁହେଁ, ବରଂ ଏହା ହେଉଛି ଆତ୍ମାର ସବୁଠୁ ବଡ଼ ଶକ୍ତି, ଯାହା ମନକୁ ପବିତ୍ର ଓ ହାଲୁକା କରେ। ଯେତେବେଳେ ଆମେ ଅନ୍ୟମାନଙ୍କର ଭୁଲକୁ ହୃଦୟରୁ କ୍ଷମା କରିଦେବ, ସେତେବେଳେ କ୍ରୋଧ, ଦ୍ୱେଷ ଓ ଅଭିମାନ ବନ୍ଧନରୁ ଆତ୍ମା ସଦା ମୁକ୍ତ ହୋଇଯାଏ। ଏହି କ୍ଷମା କରିବା ମଧ୍ୟ ଏକ ପବିତ୍ର ଆଧ୍ୟାତ୍ମିକ ଯାତ୍ରା। ଅତୀତର ଭୁଲକୁ ଧରି ରଖିଲେ ଆତ୍ମା ଭାରାକ୍ରାନ୍ତ ହୋଇଯାଏ, କିନ୍ତୁ ନିଜକୁ କ୍ଷମା କଲେ ମନ ହାଲୁକା ହୁଏ, ଚେତନା ଶୁଦ୍ଧ ହୁଏ ଏବଂ ନୂତନ ଆଶା ସହିତ ଆଗକୁ ବଢ଼ିବାର ସାହସ ମିଳେ। କ୍ଷମା ହିଁ ଆତ୍ମଶାନ୍ତିର ପଥ ଏବଂ ଆତ୍ମଶାନ୍ତି ହିଁ ଈଶ୍ୱରୀୟ ଅନୁଭୂତିର ଦ୍ୱାର। ଯାହାର ସହାୟତା ସ୍ୱୟଂ ପରମାତ୍ମା କରନ୍ତି, ସେ ବ୍ୟକ୍ତିକୁ ପୃଥିବୀର ଅନ୍ୟ କାହାର ସହାୟତା ଆବଶ୍ୟକ
ପଡ଼େ ନାହିଁ। ଓମ୍ ଶାନ୍ତି।